ଆଜିର ଭିଡ଼ିଓରେ ଆମେ +3 ସେକେଣ୍ଡ ସେମିଷ୍ଟର କୋର୍ 3ର ୟୁନିଟ୍ 1 ଆଲୋଚନା କରିବା। ଗୋଟିଏ ବାକ୍ୟରେ ଉତ୍ତର ଦିଅ। ଓଡ଼ିଆ ଭାଷା କେଉଁ ସ୍ରୋତରୁ ବିକାଶ ଲାଭ କରିଛି, ତାହାର ଆଦ୍ୟ ନିଦର୍ଶନ କ'ଣ? ଓଡ଼ିଆ ଭାଷା ପୂର୍ବ ମାଗଧୀ ଅପଭ୍ରଂଶରୁ ବିକାଶ ଲାଭ କରିଛି। ଏହାର ଆଦ୍ୟ ନିଦର୍ଶନ ହେଉଛି ବୌଦ୍ଧ ସହଜସିଦ୍ଧମାନଙ୍କ ଦ୍ୱାରା ରଚିତ ଚର୍ଯା ଗୀତି ଓ ଦୋହା। ଆବିଷ୍କୃତ ଚର୍ଯା ଗୀତି ଦୋହା କେତେ ଗୀତିର ସମାହାର ଓ କ'ଣ କ'ଣ? ନେପାଳ ଦରବାରରୁ ପଣ୍ଡିତ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀଙ୍କ ଦ୍ୱାରା ଆବିଷ୍କୃତ ଦୋହା 50 ଗୀତିର ସମାହାର। ସେଗୁଡ଼ିକ ମଧ୍ୟରେ ଅଛି ଚର୍ଯାଚର୍ଯ୍ୟ ବିନିଶ୍ଚୟ, ସୋରହପାଦଙ୍କ ଦୋହାକୋଷ, କାହ୍ନୁପାଦଙ୍କ ଦୋହାକୋଷ ଓ ଡାକରାର୍ଣ୍ଣବ। ହରପ୍ରସାଦ ଶାସ୍ତ୍ରୀ କେତେ ମସିହାରେ କେଉଁ କେଉଁ ଚର୍ଯା ଗୀତିକାଗୁଡ଼ିକୁ ନେଇ କେଉଁ ନାମରେ ସମ୍ପାଦନା ପୁସ୍ତକ ରଚନା କରିଥିଲେ? ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ ଚର୍ଯାଚର୍ଯ୍ୟ ବିନିଶ୍ଚୟ, ସୋରହପାଦଙ୍କ ଦୋହାକୋଷ, କାହ୍ନୁପାଦଙ୍କ ଦୋହାକୋଷ ଓ ଡାକରାର୍ଣ୍ଣବକୁ ନେଇ 1916 ମସିହାରେ ନିଜ ସମ୍ପାଦନାରେ ବୌଦ୍ଧଗାନ ଓ ଦୋହା ନାମରେ ସମ୍ପାଦିତ ପୁସ୍ତକଟିଏ ରଚନା କରିଥିଲେ। କେତେ ଖ୍ରୀଷ୍ଟାବ୍ଦରେ ଓ କେଉଁଠୁ ଡକ୍ଟର ପ୍ରବୋଧଚନ୍ଦ୍ର ବାଗ୍ଚି ଦୋହାକୋଷ ଆବିଷ୍କାର କରିଥିଲେ? 1929 ଖ୍ରୀଷ୍ଟାବ୍ଦରେ ଡକ୍ଟର ପ୍ରବୋଧ ଚନ୍ଦ୍ର ବାଗ୍ଚି ନେପାଳ ରୋହିଣୀ କାର୍ଡ 2 ଖଣ୍ଡ ଦୋହାକୋଷ ଆବିଷ୍କାର କରିଥିଲେ। ଖଣ୍ଡିଏ ପଣ୍ଡିତ ରାଜଗୁରୁ ହେମରାଜ ଶର୍ମାଙ୍କ ସଂଗୃହୀତ ପୁସ୍ତକାବଳୀ ମଧ୍ୟରୁ ଏବଂ ଅନ୍ୟଟି ନେପାଳ ଦରବାର ପାଠାଗାରରୁ। ପଣ୍ଡିତ ରାହୁଲ ସାଙ୍କୃତ୍ୟାୟନ କେଉଁ ଦୋହା ପୋଥିର ସନ୍ଧାନ ପାଇଥିଲେ? ମହାପଣ୍ଡିତ ରାହୁଲ ସାଙ୍କୃତ୍ୟାୟନ ସୋରହପାଦଙ୍କ ଦୋହାକୋଷ ପୋଥିର ସନ୍ଧାନ ପାଇଥିଲେ। ସିଦ୍ଧକବି ଗଣ ଗୀତିକାଗୁଡ଼ିକୁ କେଉଁ ଆଖ୍ୟା ପ୍ରଦାନ କରିଛନ୍ତି? ସିଦ୍ଧକବି ଗଣ ଗୀତିକାଗୁଡ଼ିକୁ ଚର୍ଯା ଆଖ୍ୟା ପ୍ରଦାନ କରିଛନ୍ତି। ଚର୍ଯା ଗୀତିକାର ଗାୟନ ମାଧୁର୍ଯ୍ୟ ହେତୁ ଏହାକୁ ଚର୍ଯା କୁହାଯାଏ। ଚର୍ଯାଚର୍ଯ୍ୟ ବିନିଶ୍ଚୟ କ'ଣ? ନେପାଳ ଦରବାର ଲାଇବ୍ରେରୀରୁ ଚର୍ଯା ଗୀତିକା ସଂଗ୍ରହ ପୋଥି ଖଣ୍ଡିକ ଚର୍ଯାଚର୍ଯ୍ୟ ବିନିଶ୍ଚୟ ନାମରେ ପରିଚିତ। 1916 ମସିହାରେ 50ଟି ଚର୍ଯାର ସମାହାରରେ ସେ ବୌଦ୍ଧଗାନ ନାମରେ ପରିଚିତ ହେଲା। ଚର୍ଯା ଗୀତିକାର ସଂଗ୍ରହର ନାମ କ'ଣ ଥିଲା? ମୂଳ ଚର୍ଯା ଗୀତିକାର ନାମ ଥିଲା ଚର୍ଯା ଗୀତିକୋଷ। ଚର୍ଯାର ମୂଳ ଅର୍ଥ କ'ଣ? ଚର୍ଯାର ମୂଳ ଅର୍ଥ ଆଚରଣ ବା ଆଚାର। ଏହି ଆଚରଣ ହେଉଛି ସାଧକର ଯୋଗ ସାଧନା ପଦ୍ଧତିର ଆଚରଣ। ଚର୍ଯାର ଅର୍ଥ ମଧ୍ୟ ଅଧ୍ୟୟନ ବା ସମୀକ୍ଷା, ଗୀତି ଓ ରୀତି। ପଣ୍ଡିତ ବିଧୁଶେଖର ଭଟ୍ଟାଚାର୍ଯ୍ୟ ଏହି ଗୀତିକାର ନାମ କ'ଣ ଦେଇଥିଲେ? ପଣ୍ଡିତ ବିଧୁଶେଖର ଭଟ୍ଟାଚାର୍ଯ୍ୟ ଏହି ଗୀତିକାର ନାମ ଆଶ୍ଚର୍ଯ୍ୟ ଚର୍ଯାଚୟ ଦେଇଥିଲେ। ତେଙ୍ଗୁରରେ ପ୍ରାପ୍ତ ତିବ୍ବତୀ ଅନୁବାଦ ଚର୍ଯା ଗୀତିକାର ନାମ କ'ଣ ଥିଲା? ତେଙ୍ଗୁରରେ ପ୍ରାପ୍ତ ତିବ୍ବତୀ ଅନୁବାଦରେ ଚର୍ଯା ଗୀତିକାର ନାମ ଚର୍ଯା ଗୀତିକୋଷ ବୃତ୍ତି। ସେଠାରେ ଚର୍ଯାଚର୍ଯ୍ୟ ବିନିଶ୍ଚୟ ଉଲ୍ଲେଖ ଆଦୌ ମିଳେ ନାହିଁ। ଚର୍ଯା ଗୀତିକାର କେଉଁଟି ଆକର୍ଷଣୀୟ? ଚର୍ଯା ଗୀତିକାର ସନ୍ଧ୍ୟାଭାଷା ଓ ଶୈଳୀ ସବୁଠାରୁ ଆକର୍ଷଣୀୟ କୁହାଯାଇପାରେ। ଚର୍ଯା ଗୀତିକା କହିଲେ କ'ଣ ବୁଝ? ଚର୍ଯା ଗୀତିକା କହିଲେ ସ୍ଥୂଳତଃ ବୁଝାଯାଏ ଯେ ସୋରହ, ଶବର, ଲୁଇ, କାହ୍ନୁ ପ୍ରମୁଖ ସିଦ୍ଧାଚାର୍ଯ୍ୟମାନଙ୍କ ଦ୍ୱାରା ବିରଚିତ 50ଟି ଗୀତି କବିତା। ଚର୍ଯା ଗୀତିକାର ପ୍ରଥମ ଆବିଷ୍କାର କିଏ? ଚର୍ଯା ଗୀତିକାର ଆବିଷ୍କାରକ ହେଉଛନ୍ତି ହରପ୍ରସାଦ ଶାସ୍ତ୍ରୀ। 1907ରେ ନେପାଳରେ ପ୍ରାଚୀନ ପୋଥିପତ୍ର ସଂଗ୍ରହ କରୁଥିବା ବେଳେ ଦରବାରର ପୋଥିଶାଳାରୁ 50ଟି ଗୀତିକା ସଂଗ୍ରହ କରିଥିଲେ। ଚର୍ଯା ଗୀତିକାର ରଚୟିତା ସିଦ୍ଧାଚାର୍ଯ୍ୟ କେତେ ଜଣ? ଚର୍ଯା ଗୀତିକାର ରଚୟିତା ସିଦ୍ଧାଚାର୍ଯ୍ୟଗଣ 84ଟି ସିଦ୍ଧ ପରମ୍ପରା ଅନ୍ତର୍ଭୁକ୍ତ। ଏମାନେ ଥିଲେ ତାନ୍ତ୍ରିକ, ବୌଦ୍ଧ ସହଜିଆ ସାଧକ କେହି କେହି ଏମାନଙ୍କୁ କାୟ ସାଧକ, ମଧ୍ୟପନ୍ଥୀ, ପୌଳମାର୍ଗୀ ଇତ୍ୟାଦି ଭାବରେ ପରିଚିତ କରିଥାନ୍ତି। ଚର୍ଯା ଗୀତିକା ସମୂହ ପ୍ରଥମେ ପ୍ରକାଶିତ ହେଲାବେଳେ ତାର ଶୀର୍ଷକ କ'ଣ ଥିଲା? ଚର୍ଯା ଗୀତିକା ସମୂହ ପ୍ରଥମେ ପ୍ରକାଶିତ ହେଲାବେଳେ ତାର ଶୀର୍ଷକ ଥିଲା 1000 বছরের পুরানো বাংলা ভাষায় বৌদ্ধগান দোহা। ମହାଯାନ ବୌଦ୍ଧ ଧର୍ମର କେତୋଟି ମତ ଦେଖା ଦେଇଥିଲା? ପାରମିତାୟନ, ମନ୍ତ୍ରନୟ ନାମର 2ଟି ମତ ଦେଖା ଦେଇଥିଲା। ଚର୍ଯାର ଗଠନ ରୀତି କିପରି? ଚର୍ଯାର ଗଠନ ଦୃଷ୍ଟିରୁ ଚର୍ଯା ଗୀତି 10 ପଦ ଯୁକ୍ତ। କେଉଁଠି କେଉଁଠି 10 ପଦ, 12 ପଦ, 15 ପଦ, 21 ପଦ, 22 ପଦ। ଗୀତିକାଗୁଡ଼ିକର ଦ୍ୱିତୀୟ ପଦଟି ଧ୍ରୁବ ପଦ। ଏଗୁଡ଼ିକ ଗାନଯୋଗ୍ୟ ଓ ସମୂହ ଗୀତି। ଚର୍ଯାର ଭାଷା ଓ ଆସାମୀ ଓ ଚର୍ଯାକାରମାନେ ଆସାମର ଲୋକ ବୋଲି କିଏ କହିଥିଲେ? ଚର୍ଯାର ଭାଷା ଆସାମୀ ଓ ଚର୍ଯାକାରମାନେ ଆସାମୀ ବୋଲି ଆସାମର ବିରଞ୍ଚି କୁମାର ଭୂୟାଁ, ବାଣୀକଣ୍ଠ କାକତି, ହେମବଢୁଆ, ଡିମ୍ବେଶ୍ୱର ନିୟୋଗ କହିଥିଲେ। ମୋଟାମୋଟି ଭାବରେ ଚର୍ଯାର ପିତୃଭୂମି ଭାବରେ କାହାକୁ ଗ୍ରହଣ କରାଯାଏ? ମୋଟାମୋଟି ଭାବରେ ଚର୍ଯାର ପିତୃଭୂମି ରୂପେ
ବଙ୍ଗ, ଆସାମ, ବିହାର, ମିଥିଳା ଓ ଓଡ଼ିଶାକୁ ଗବେଷକମାନେ ପ୍ରମାଣ କରିଥାନ୍ତି। ରାହୁଲ ସାଙ୍କୁତ୍ୟାନ କେତୋଟି ଚର୍ଯାର ଆବିଷ୍କାର କରିଥିଲେ? ରାହୁଲ ସାଙ୍କୁତ୍ୟାନ ସଂଖ୍ୟା ବିହାରସ୍ଥ ପୋଥିରୁ 15ଟି ଗୀତିକା ଏବଂ ସୁମଇ ଗୀତି, ଲୁଇ ଗୀତି ଓ କାହ୍ନୁପା ଗୀତି ଶୀର୍ଷକ ଆହୁରି 3ଟି ଗୀତିକା ଆବିଷ୍କାର କରିଥିଲେ। ଚର୍ଯାର ଅନ୍ୟ ଏକ ଅର୍ଥ କ'ଣ? ଚର୍ଯାର ଅନ୍ୟ ଏକ ଅର୍ଥ ହେଉଛି ଅଧ୍ୟୟନ ଓ ସମୀକ୍ଷା। ହରପ୍ରସାଦ ଶାସ୍ତ୍ରୀ କେତେ ମସିହାରେ ବଙ୍ଗୀୟ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବୌଦ୍ଧଗାନ ଓ ଦୋହା ପ୍ରକାଶ କରିଥିଲେ? ଚର୍ଯା ଗୀତିକାର ପ୍ରଥମ ସଂଗ୍ରାହକ ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ 1916 ମସିହାରେ ବଙ୍ଗୀୟ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବୌଦ୍ଧଗାନ ଓ ଦୋହା ପ୍ରକାଶ କରିଥିଲେ। ହରପ୍ରସାଦ ଶାସ୍ତ୍ରୀ କେବେ ନେପାଳକୁ ଯାଇ କେତେକ ପୋଥି ସଂଗ୍ରହ କରିଥିଲେ? ହରପ୍ରସାଦ ଶାସ୍ତ୍ରୀ 1897-98 ମସିହାରେ ନେପାଳକୁ ଯାଇ କେତେକ ପୋଥି ସଂଗ୍ରହ କରିଥିଲେ। ସେହି ପୋଥି ମଧ୍ୟରେ ଡାକନାବ, ସୁଭାଷିତ ସଂଗ୍ରହ, ଦୋହାକୋଷ ପ୍ରଭୃତି ପ୍ରଧାନ। ବେଣ୍ଡେଲ ସାହେବ ଯେଉଁ 28ଟି ଚର୍ଯା ସଂକଳନ କରି ପ୍ରକାଶ କରିଥିଲେ ତାହା କେଉଁ ଭାଷାରେ ପ୍ରକାଶିତ? ବେଣ୍ଡେଲ ସାହେବ ଯେଉଁ 28ଟି ଚର୍ଯା ସଂକଳନ କରି ପ୍ରକାଶ କରିଥିଲେ ତାହାର ଭାଷାକୁ ସେ ଅପଭ୍ରଂଶ ଓ ବୌଦ୍ଧ ପ୍ରାକୃତ ଭାଷା ବୋଲି କହିଥିଲେ। ଶାସ୍ତ୍ରୀ ମହୋଦୟ ସର୍ବପ୍ରଥମେ ଚର୍ଯାର ପିତୃଭୂମି ରୂପେ କାହାକୁ ଗ୍ରହଣ କରିଥିଲେ? ଶାସ୍ତ୍ରୀ ମହୋଦୟ ସର୍ବପ୍ରଥମେ ଚର୍ଯାର ପିତୃଭୂମି ରୂପେ ବଙ୍ଗ ପ୍ରଦେଶକୁ ଚିହ୍ନିତ କଲେ ଓ ତାର ଭାଷାକୁ ବଙ୍ଗଳା ବୋଲି କହିଥିଲେ। ରାହୁଲ ସାଙ୍କୁତ୍ୟାନଙ୍କ ମତରେ ଚର୍ଯାର ଅର୍ଥ କ'ଣ? ରାହୁଲ ସାଙ୍କୁତ୍ୟାନଙ୍କ ମତରେ ଚର୍ଯାର ଅର୍ଥ ଆଚରଣ, ଅଭ୍ୟାସ ବା ଅନୁଷ୍ଠାନ। 84 ଜଣ ସିଦ୍ଧାଚାର୍ଯ୍ୟଙ୍କ ମଧ୍ୟରୁ କେତେ ଜଣଙ୍କ ଗୀତିକା ମିଳିଛି? 84 ଜଣ ସିଦ୍ଧାଚାର୍ଯ୍ୟଙ୍କ ମଧ୍ୟରୁ 23 ଜଣଙ୍କ ଗୀତିକା ମିଳିଅଛି। ଶବରୀପାଙ୍କ ଗ୍ରନ୍ଥଗୁଡ଼ିକର ନାମ ଲେଖ। ଶବରୀପାଙ୍କ ଗ୍ରନ୍ଥଗୁଡ଼ିକ ହେଲା ବଜ୍ରଯୋଗିନୀ ସାଧନ, ମହାମୁଦ୍ରା, ବଜ୍ରଗୀତି, ଶୂନ୍ୟତା ସୃଷ୍ଟି, ଚିତ୍ତଗୁହ୍ୟ, ଗମ୍ଭୀରାର୍ଥ ଗୀତି, ଷଡ଼ଙ୍ଗ ଯୋଗ, ସହଜ ତାଙ୍କର ସ୍ୱାଧିଷ୍ଠାନ ଇତ୍ୟାଦି। ସରହପା କିଏ? ସରହପା ଆଦିସିଦ୍ଧ ଭାବରେ ପରିଚିତ। ସେ ଓଡ଼ିଶାର ଅଧିବାସୀ ଥିଲେ। ଓଡ଼ିଶାର ରାଙ୍ଗି ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ବ୍ରାହ୍ମଣ ଓ ମାତା ଥିଲେ ଡାକିଣୀ। ସେ ପଦ୍ମବଜ୍ର ନାମରେ ପରିଚିତ ଥିଲେ। ଶବରୀପା କିଏ? ଶବରୀପା ଜାତିରେ ଶବର। ସେ ନାଗାର୍ଜୁନଙ୍କ ଦ୍ୱାରା ଦୀକ୍ଷାମନ୍ତ ଯାନରେ ଦୀକ୍ଷିତ ହୋଇଥିଲେ। 657 ଖ୍ରୀଷ୍ଟାବ୍ଦରୁ 700 ମଧ୍ୟରେ ତାଙ୍କର ସମୟକାଳ। ଶବରୀପା ଜଣେ ବିଶିଷ୍ଟ ପଣ୍ଡିତ ଥିଲେ। ଚର୍ଯା ଗୀତି କୋଷସ୍ଥ 28 ଓ 50 ସଂଖ୍ୟକ ଚର୍ଯା ତାଙ୍କ ଦ୍ୱାରା ରଚିତ। ତାରାନାଥଙ୍କ ବିବରଣୀରେ ଶବରପାଙ୍କୁ କ'ଣ କୁହାଯାଏ? ତାରାନାଥଙ୍କ ବିବରଣୀ ଅନୁସାରେ ଶବରପାଙ୍କୁ ନବସରହ ବୋଲି କୁହାଯାଏ। ପାକ୍, ସାସ୍, ଜଙ୍ଗ, ଜାଙ୍ଗରେ ତାଙ୍କୁ ବଙ୍ଗଳା ଓ ଭାଙ୍ଗଡ଼ ଦେଶର ବ୍ୟକ୍ତି ବୋଲି କୁହାଯାଇଛି। ନେପାଳର ବୌଦ୍ଧ ଭିକ୍ଷୁମାନେ ସେମାନଙ୍କର ଚର୍ଯାକୁ କ'ଣ କହନ୍ତି? ନେପାଳର ବୌଦ୍ଧ ଭିକ୍ଷୁମାନେ ସେମାନଙ୍କର ଗୁପ୍ତ ପୂଜାକୁ ଚର୍ଯା ବା ଚର୍ଚ୍ଚା କହନ୍ତି। ଏଥିରେ ପାଦ ଥିବାରୁ ଏହାକୁ ଚର୍ଯାପଦ କହନ୍ତି। ହରପ୍ରସାଦ ଶାସ୍ତ୍ରୀ ଚର୍ଯାକୁ କିପରି ଅର୍ଥରେ ଗ୍ରହଣ କରିଥିଲେ? ହରପ୍ରସାଦ ଶାସ୍ତ୍ରୀ ଚର୍ଯାକୁ କୀର୍ତ୍ତନ ସହିତ ତୁଳନା କରିଛନ୍ତି। କୀର୍ତ୍ତନ ଥାଏ ଗୋଟିଏ ପଦ, ବାରମ୍ବାର ଏହାକୁ ଆବିଷ୍କାର କରାଯାଇଥାଏ। ଏଥିରେ ଭଗବାନଙ୍କ ନାମକୁ କୀର୍ତ୍ତନ କରାଯାଇଥାଏ। ଚର୍ଯା ଗୀତିକାର ରଚନା କାଳ କେତେ? ଚର୍ଯା ଗୀତିକାର ରଚନା କାଳ 8ମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ। ଶାସ୍ତ୍ରୀ ମହୋଦୟ ଚର୍ଯାର ଭାଷା କ'ଣ ବୋଲି ଗ୍ରହଣ କରିଥିଲେ? ଶାସ୍ତ୍ରୀ ମହୋଦୟ କୌଣସି ଐତିହାସିକ ପ୍ରାମାଣିକତା ନ ଦର୍ଶାଇ ଚର୍ଯା ଭାଷାକୁ ପ୍ରାଚୀନ ବଙ୍ଗଳା ଓ ଚର୍ଯାକାରମାନଙ୍କୁ ବଙ୍ଗାଳୀ ବୋଲି କହିଥିଲେ। କରୁଣାକର ଚର୍ଯା ଗୀତିକାର ନାମ କ'ଣ ଦେଇଛନ୍ତି? କରୁଣାକର ଚର୍ଯା ଗୀତିକାର ନାମ ଆଶ୍ଚର୍ଯ୍ୟ ଚର୍ଯାଚୟ ଦେଇଛନ୍ତି। ସରହପାଦଙ୍କର କାମ୍ୟ କ'ଣ? ସରହ ଥିଲେ ସହଜାନନ୍ଦଙ୍କର ପରମ ସାଧକ ଓ ଉପାସକ। ମହାସୁଖ ତାଙ୍କର କାମ୍ୟ। ଏହି ମଧ୍ୟ ଦେଇ ସହଜାନନ୍ଦ ପ୍ରାପ୍ତ ହୁଏ। ଭୁସୁକୁପାଦଙ୍କ ଅନ୍ୟ ନାମ କ'ଣ? ଭୁସୁକୁପାଦ ଜଣେ ବିଶିଷ୍ଟ ଚର୍ଯାକାର ଓ ବୌଦ୍ଧ ସହଜଯାନୀ ପନ୍ଥାର ପ୍ରମୁଖ ସାଧକ। ତାଙ୍କର ଅନ୍ୟ ନାମ ଶାନ୍ତି ଦେବ। ସେ ମଧ୍ୟ ଶାନ୍ତି ରାଉତ ନାମରେ ପରିଚିତ। ସେ ଜାହେର ଅଧିବାସୀ। ଶବରୀପା କେଉଁ ନାମରେ ନାମିତ ହୋଇଛନ୍ତି? ଶବରୀପା ବୌଦ୍ଧ ସିଦ୍ଧାଚାର୍ଯ୍ୟମାନଙ୍କ ମଧ୍ୟରେ ଅନ୍ୟତମ ପ୍ରସିଦ୍ଧ ସାଧକ। ସେ ତେଙ୍ଗୁର ଗ୍ରନ୍ଥ ତାଲିକାରେ ଶବରପା, ଶବରେଶ୍ୱର, ମହାଶବର ନାମରେ ମଧ୍ୟ ପରିଚିତ। ଚର୍ଯାଚର୍ଯ୍ୟ ବିନିଶ୍ଚୟ କାହାକୁ ଆଦିସିଦ୍ଧ ରୂପେ ମାନ୍ୟତା ଦେଇଛନ୍ତି? ଚର୍ଯାଚର୍ଯ୍ୟ ବିନିଶ୍ଚୟ ଲୁଇପାଙ୍କୁ ଆଦିସିଦ୍ଧ ରୂପେ ମାନ୍ୟତା ପ୍ରଦାନ କରିଛନ୍ତି। କାହ୍ନୁପା କେଉଁ ନାମରେ ପରିଚିତ ଥିଲେ? କାହ୍ନୁପା କାହ୍ନୁପାଦ, କୃଷ୍ଣପାଦ, କୃଷ୍ଣଚାର୍ଯ୍ୟ, କୃଷ୍ଣବଜ୍ର ପ୍ରଭୃତି ନାମରେ ପରିଚିତ ଥିଲେ। କାହ୍ନୁପାଙ୍କର ଅନ୍ୟ ନାମ କ'ଣ? କାହ୍ନୁପାଙ୍କର ଅନ୍ୟ ନାମ ବିରୂପା ବୋଲି ଡକ୍ଟର ସୁକୁମାର ସେନ ଅନୁମାନ କରନ୍ତି। ଏହି ବିରୂପାଙ୍କ ବାସସ୍ଥାନ ଥିଲା ଓଡ଼ିଶାର ବିରୂପା ନଦୀ କୂଳରେ।
ଲୁଇପା କିଏ? ଲୁଇପାଦ ପ୍ରଥମ ସିଦ୍ଧାଚାର୍ଯ୍ୟ। ସେ ଉଡଡିଆନର ଏକ କୈବର୍ତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଶବରୀପାଦଙ୍କ ଶିଷ୍ୟ ଥିଲେ। ସେ ମହାଯୋଗେଶ୍ୱର ଭାବରେ ଖ୍ୟାତ ଥିଲେ। କାହ୍ନୁପାଙ୍କର ଗ୍ରନ୍ଥଗୁଡ଼ିକ ନାମ ଲେଖ। ମହାତୁଣ୍ଡନ, ବସନ୍ତ ତିଳକ, ବଜ୍ରଗୀତି, ଅସମ୍ବନ୍ଧ ଦୃଷ୍ଟି, ଦୋହାକୋଶ, କାହ୍ନୁପାଦ ଗୀତିକା ଓ ବୋଧିଚର୍ଯ୍ୟାବତାର ଆଦି କାହ୍ନୁପାଦ ରଚନା କରିଛନ୍ତି। କମ୍ବଳପାଦ କିଏ? କମ୍ବଳପାଦ ଓଡ଼ିଶାର ଜଣେ ରାଜପୁତ୍ର ଥିଲେ। ସେ ପରିଣତ ବୟସରେ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ। ସେ 810 ଖ୍ରୀଷ୍ଟାବ୍ଦରୁ 850 ଖ୍ରୀଷ୍ଟାବ୍ଦ ସମକାଳୀନ ଥିଲେ। ବୌଦ୍ଧ ସାଧକମାନେ ନିଜକୁ କେଉଁ ଉପାଧିରେ ଭୂଷିତ କରିଥାନ୍ତି? ବୌଦ୍ଧ ସାଧକମାନେ ନିଜକୁ ପାଦ ଉପାଧିରେ ଭୂଷିତ କଲେ। ପାଦ ଅପଭ୍ରଷ୍ଟ ହୋଇ କେବଳ ପା ରହିଲା। ଏହି ପାଦ ଏକ ସମ୍ମାନସୂଚକ ବା ଗୌରବ ସୂଚକ ପଦ। ସୌରଭପାଦଙ୍କ ଜନ୍ମସ୍ଥାନ କେଉଁଠି? ସୌରଭପାଦ ଆଦି ସିଦ୍ଧାଚାର୍ଯ୍ୟ। ତାଙ୍କର ଜନ୍ମସ୍ଥାନ ହେଉଛି ଉଡଡିଆନପଲ୍ଲୀ, ତିବ୍ବତୀୟ ତଙ୍ଗୁର ଗ୍ରନ୍ଥରୁ ଜଣାଯାଏ। ସୌରଭପାଦ କେଉଁ ଭାଷାରେ ଅଭିଜ୍ଞ ଥିଲେ? ସୌରଭପାଦ ସଂସ୍କୃତ ଭାଷାରେ ଅଭିଜ୍ଞ ଥିଲେ। ସେ ସାଧାରଣ ଲୋକ ଭାଷାରେ ଦୋହା ରଚନା କରିଥିଲେ। ଗୁଣ୍ଡରୀପାଦ କେଉଁ ଅଧିବାସୀ ଅଟନ୍ତି? ଗୁଣ୍ଡରୀପାଦ ଅନ୍ୟତମ ଚର୍ଯାକାର। ସେ ଓଡ଼ିଶାର ଅଧିବାସୀ ଅଟନ୍ତି। ତାଙ୍କ ଗୀତିକା ଓଡ଼ିଆ ଭାଷା ବ୍ୟବହୃତ ହେବାର ପରିଲକ୍ଷିତ ହୋଇଥାଏ। ଚର୍ଯାକାରମାନେ କେଉଁ ସାଧକ ଥିଲେ? ଚର୍ଯାକାରମାନେ ସମସ୍ତେ ଥିଲେ ତାନ୍ତ୍ରିକ ବୌଦ୍ଧ ସହଜିଆ ସାଧକ। ତନ୍ତ୍ର ଥିଲା ସେମାନଙ୍କ ଆଧାର, ନାରୀ ଥିଲା ସେମାନଙ୍କ ସାଧନା ସଙ୍ଗନୀ ବା ସାଧନାର ଉପାଦାନ। ବିରୂପା କାହାର ଶିଷ୍ୟ ଥିଲେ? ବିରୂପା ଥିଲେ ଜଳନ୍ଦରୀ ପାଦଙ୍କ ଶିଷ୍ୟ। ସେ ବିରୂପା ନଦୀ କୂଳରେ ବାସ କରୁଥିବାରୁ ତାଙ୍କ ନାମ ଅନୁସାରେ ବିରୂପା ନଦୀର ନାମ ହୋଇଛି। ସେ ଶୈବ ଉପାସନାକୁ ବିରୋଧ କରୁଥିଲେ। ଦ୍ୱାରିକାପାଦ କାହାର ଶିଷ୍ୟତ୍ୱ ଗ୍ରହଣ କରିଥିଲେ? ଦ୍ୱାରିକାପାଦ ଓଡ଼ିଶାର ଜୈନିକ ରାଜା ଲୁଇପାଦଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ତାଙ୍କ ନାମ ଦ୍ୱାରିକା ବା ଦାରିକପାଦ। କମ୍ବଳପାଦ କେଉଁ ଅଧିବାସୀ ଅଟନ୍ତି? କମ୍ବଳପାଦ ତାରନାଥଙ୍କ ବିବରଣୀ ଅନୁସାରେ ଓଡ଼ିଶାବାସୀ ଅଟନ୍ତି। ସେ ଓଡ଼ିଶାର ବ୍ୟକ୍ତି। ସେ ଥିଲେ ଜୈନିକ ରାଜପୁତ୍ର। କାହ୍ନୁପାଙ୍କର ଅନ୍ୟ ନାମ କ'ଣ? କାହ୍ନୁପାଙ୍କର ଅନ୍ୟ ନାମ ବିରୂପା ବୋଲି ଡକ୍ଟର ସୁକୁମାର ସେନ ଅନୁମାନ କରନ୍ତି। ଏହି ବିରୂପାଙ୍କ ବାସସ୍ଥାନ ଥିଲା ଓଡ଼ିଶା, ବିରୂପା ନଦୀ କୂଳରେ। ଚର୍ଯାକାରମାନଙ୍କର ଲକ୍ଷ୍ୟ କ'ଣ ଥିଲା? ଚର୍ଯାକାରମାନଙ୍କ ଲକ୍ଷ୍ୟ ଥିଲା ମହାସୁଖ ବା ସହଜାନନ୍ଦ। ନାରୀ ଓ ପୁରୁଷ ଅଦ୍ୱୟ ମୈଥୁନାନନ୍ଦ ପରି ସାଧକ ଓ ନୈରାତ୍ମକ ଦେବୀ ଅଭିନ୍ନ ହୋଇଯାଇଥାନ୍ତି। ସହଜାନନ୍ଦ ଅବସ୍ଥାରେ ସେମାନଙ୍କ ଲକ୍ଷ୍ୟ ମୋକ୍ଷ ନୁହେଁ, ନିର୍ବାଣ ନୁହେଁ, ସହଜ ସୁଖ ହିଁ ସେମାନଙ୍କର ଲକ୍ଷ୍ୟ। ବୁଦ୍ଧଦେବଙ୍କ ମୃତ୍ୟୁ ପରେ ବୌଦ୍ଧ ଧର୍ମ କେତେ ଭାଗରେ ବିଭକ୍ତ କରାଯାଇଥିଲା? ବୁଦ୍ଧଦେବଙ୍କ ମୃତ୍ୟୁ ପରେ ବୌଦ୍ଧ ଧର୍ମକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା, ଯଥା ହୀନଯାନ ଓ ମହାଯାନ। ରାଜା ଇନ୍ଦ୍ରଭୂତି କାହାର ପ୍ରବର୍ତ୍ତକ? ଓଡ଼ିଶା ସମ୍ବଳ ରାଜା ଇନ୍ଦ୍ରଭୂତି ବୋଜଯାନ ପ୍ରବର୍ତ୍ତକ। ତାଙ୍କର ଭଗିନୀ ଲକ୍ଷ୍ମୀଙ୍କର ସହଜାନ ପ୍ରବର୍ତ୍ତକ। ଏବେ ଆମେ ଆଲୋଚନା କରିବା ନାଥ ସାହିତ୍ୟ ସମ୍ପର୍କରେ। ନାଥ ଧର୍ମ କହିଲେ କ'ଣ ବୁଝ? ନାଥ ଧର୍ମ କହିଲେ ଏହା ଏକ ଯୋଗଭିତ୍ତିକ ଧର୍ମ। ଏହାର ପ୍ରଚାରକ ଗଣନାଥ ପଦବୀରେ ଭୂଷିତ। ନାଥ ଶବ୍ଦର ସାଧାରଣ ଅର୍ଥ ସ୍ୱାମୀ ବା ପ୍ରଭୁ। ନାଥ ଧର୍ମ କେବେ ଓ ଓଡ଼ିଶାରେ ପରିବ୍ୟାପ୍ତ ହୋଇଥିଲା? ଖ୍ରୀଷ୍ଟ ଦ୍ୱାଦଶ ଶତାବ୍ଦୀ ସୁଦ୍ଧା ନାଥ ଧର୍ମ ଓଡ଼ିଶା ତଥା ଭାରତର ଅନ୍ୟାନ୍ୟ ଅଞ୍ଚଳରେ ପରିବ୍ୟାପ୍ତ ହୋଇଥିଲା। ନାଥ ଶବ୍ଦର ଅର୍ଥ କ'ଣ? ନାଥ ଶବ୍ଦର ଅର୍ଥ ନ କାରନାନ୍ଦି ରୂପଂ ଥ କାରଂ ସ୍ଥାପତ୍ୟେ ସଦାବ ପରମ ତତ୍ତ୍ୱ ହେ ଅନାଦି ରୂପନକାର ତୁଅକାର ଦ୍ୱାରା ତ୍ରିଭୁବନ ସ୍ଥିତି ସୂଚିତ। ତେଣୁ ନ ବା ପରମ ଅନାଦି ରୂପରେ ଥ ବା ତ୍ରିଭୁବନ ସ୍ଥିତି ହିଁ ନାଥ। ନାଥ ଶବ୍ଦର ଅର୍ଥ ପ୍ରଭୁ ବା ସ୍ୱାମୀ। ନାଥ ଯୋଗୀମାନେ କେଉଁ ଗୋତ୍ରୀ ଅଟନ୍ତି? ନାଥ ଯୋଗୀମାନେ ନିରଞ୍ଜନ ଗୋତ୍ରୀ ବା ଶିବ ଗୋତ୍ରୀ ଅଟନ୍ତି। ସେମାନଙ୍କର କର୍ଣ୍ଣଭେଦ, ଉପନୟନ ଇତ୍ୟାଦି ସାମବେଦ ଅନୁସାରେ ହୁଏ। ନାଥ ଯୋଗୀମାନଙ୍କୁ କେଉଁ ଅର୍ଥରେ ଗ୍ରହଣ କରାଯାଇଥିଲା? ନାଥ ଯୋଗୀମାନେ ଯୋଗର ଐଶ୍ୱର୍ଯ୍ୟରେ ଏପରି ସିଦ୍ଧ ଥିଲେ ଯେ ସେମାନଙ୍କୁ ନାଥ ବା ପ୍ରଭୁ ମନେ କରାଯାଉଥିଲା। ନାଥ ଧର୍ମର ଦେବତା କିଏ? ନାଥ ଧର୍ମର ଦେବତା ହେଉଛନ୍ତି ଉପାସ୍ୟ ଆଦିନାଥ ଶିବ। ଶିବଙ୍କୁ ଯେଉଁମାନେ ଉପାସନା କରନ୍ତି ସେମାନେ କେଉଁ ନାମରେ ନାମିତ ହୋଇଥାନ୍ତି? ଶିବଙ୍କୁ ଯେଉଁମାନେ ଉପାସନା କରନ୍ତି ସେମାନେ ଯୋଗୀ ନାମରେ ନାମିତ ହୋଇଥାନ୍ତି। ନାଥ ଧର୍ମାବଲମ୍ବୀମାନଙ୍କର ମୁଖ୍ୟ ସାଧନା ପ୍ରଣାଳୀ କ'ଣ ଥିଲା? ନାଥ ଧର୍ମାବଲମ୍ବୀମାନଙ୍କର ମୁଖ୍ୟ ସାଧନା ପ୍ରଣାଳୀ ଯୋଗ। ଶିବାନନ୍ଦ ଓ ମୋକ୍ଷାନନ୍ଦ ସେମାନଙ୍କ ଲକ୍ଷ୍ୟ। ଯୋଗ ଦ୍ୱାରା କ'ଣ ହୁଏ? ଯୋଗ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ନିରୋଧ କରିହୁଏ। ନାଥ ଧର୍ମର ଶିବଙ୍କୁ କ'ଣ କୁହାଯାଏ? ନାଥ ଧର୍ମରେ ଶିବଙ୍କୁ ପଶୁପତି ବୋଲି କୁହାଯାଏ। ପଶୁ ଅର୍ଥ ଇନ୍ଦ୍ରିୟ। ପଶୁପତିର ଅର୍ଥ ଇନ୍ଦ୍ରିୟମାନଙ୍କର ଅଧୀଶ୍ୱର ଓ ପଶୁମାନଙ୍କର ପାଳନକର୍ତ୍ତା। ଯୋଗୀ ଜାତି ଉତ୍ପତ୍ତି ବିଷୟରେ କେଉଁଥିରେ ସମସ୍ତ ତଥ୍ୟ ମିଳିଥାଏ? ଯୋଗୀ ଜାତି ଉତ୍ପତ୍ତି ବିଷୟରେ ବ୍ରହ୍ମ ବୈବର୍ତ ପୁରାଣ, ଶିବ ପୁରାଣ,
ବ୍ରହ୍ମାଣ୍ଡ ପୁରାଣ, ସ୍କନ୍ଦ ପୁରାଣ, ଗୋରକ୍ଷ ଗୀତା, ନାରଦ ପରିବ୍ରାଜକ ଇତ୍ୟାଦି ଗ୍ରନ୍ଥର ସମସ୍ତ ତଥ୍ୟ ମିଳିଥାଏ। ଯୋଗାଚାରର ଦେବତା କିଏ? ଯୋଗାଚାର ଦେବତା ହେଉଛନ୍ତି ଶିବ। ସେ ଜିତେନ୍ଦ୍ରିୟ ଭାରତବର୍ଷରେ କୃଷି ସଭ୍ୟତାକୁ ଅବଲମ୍ବନ କରି ଗୋଟିଏ ସଂଯମନିଷ୍ଠ ଯୋଗାଚାର ଧର୍ମ ବିକାଶ କରିଥିଲେ ଓ ଏହି ଯୋଗାଚାର ଧର୍ମ ଦେବତା ହେଉଛନ୍ତି ଶିବ। ମତ୍ସ୍ୟେନ୍ଦ୍ରନାଥଙ୍କୁ କ'ଣ କୁହାଯାଏ? ମତ୍ସ୍ୟେନ୍ଦ୍ରନାଥଙ୍କୁ ନେପାଳର ଅବଲୋକିତେଶ୍ୱର ବୋଲି କୁହାଯାଏ। ସେ ବ୍ରହ୍ମା ବିଷ୍ଣୁ ଓ ଶିବଙ୍କ ଊର୍ଦ୍ଧ୍ୱକୁ ଗତି କରିଯାଇଥିଲେ। ନାଥ ଧର୍ମାବଲମ୍ବୀମାନେ ଶିବକୁ କିପରି ଗ୍ରହଣ କରନ୍ତି? ନାଥ ଧର୍ମାବଲମ୍ବୀମାନେ ଶିବଙ୍କୁ ପରମ ବ୍ରହ୍ମ ଭାବରେ ଗ୍ରହଣ କରନ୍ତି। ସେ ଅନାମ, ଅଣାକାର ଓ ଅବ୍ୟକ୍ତ। ତାଙ୍କ ପାଖରେ ଭାବ, ଅଭାବ, ବିନାଶ, ଉତ୍ପତ୍ତି ନାହିଁ। ସେ ଚିରଶାଶ୍ୱତ। ନାଥ ଧର୍ମର ଉନ୍ମେଷ କେବେ ହେଲା? ନାଥ ଧର୍ମର ଇତିହାସ ପ୍ରାକ୍ ବୈଦିକ କାଳରୁ ଖୋଜାଇଥିଲେ ହେଁ ଦଶମ ଏକାଦଶ ଶତାବ୍ଦୀ ବେଳକୁ ବିଶେଷତଃ ବୌଦ୍ଧ ବଜ୍ରଯାନ ସହଯାନ ପରବର୍ତ୍ତୀ କାଳରେ ଏହି ଧର୍ମର ଉନ୍ମେଷ ହୋଇଥିଲା। ନାଥ ଧର୍ମବାଦ ମତବାଦକୁ କ'ଣ କୁହାଯାଏ? ନାଥ ଧର୍ମବାଦ ମତବାଦକୁ ଦ୍ୱୈତାଦ୍ୱୈତ ଲକ୍ଷଣବାଦ ଓ ପକ୍ଷପାତ ବିନିମୁକ୍ତବାଦ ବୋଲି କୁହାଯାଏ। ନାଥ ଧର୍ମ କାହାକୁ ଅବଲମ୍ବନ କରିଥିଲା? ନାଥ ଧର୍ମ ବୌଦ୍ଧ ସହଜିଆ ମାର୍ଗକୁ ଛାଡ଼ି ଯୋଗ ପଣ୍ଡିତ ସଂଯମ ମାର୍ଗକୁ ଅବଲମ୍ବନ କରିଥିଲା ଓ ଏକ ବଳିଷ୍ଠ ଧର୍ମଧାରା ପରିଣତ ହୋଇଥିଲା। କାହାକୁ ଶିବ ଅବତାର କୁହାଯାଏ? ନବନାଥଙ୍କ ମଧ୍ୟରେ ଗୋରଖନାଥଙ୍କୁ ଶିବ ଅବତାର ବୋଲି କୁହାଯାଏ। ମତ୍ସ୍ୟେନ୍ଦ୍ରନାଥଙ୍କ ନାମ ମୀନନାଥ କାହିଁକି ହୋଇଥିଲା? କିମ୍ବଦନ୍ତୀ ଅନୁସାରେ ପାର୍ବତୀଙ୍କୁ ଆଦିନାଥ ଶିବ ଯଜ୍ଞ ବିଦ୍ୟାର ରହସ୍ୟ କରୁଥିବା ସମୟରେ ମତ୍ସ୍ୟେନ୍ଦ୍ରନାଥ ମୀନ ରୂପରେ ସାଗର ତଟ ଦେଶରେ ରହି ଶୁଣୁଥିଲେ। ଏହି କାରଣ ତାଙ୍କର ନାମ ମୀନନାଥ। ସେ ମୀନନାଥଙ୍କୁ ମତ୍ସ୍ୟେନ୍ଦ୍ରନାଥ ହେଲେ। ଗୋରଖନାଥ କାହା ଶିଷ୍ୟ ଥିଲେ? ନାଥ ଧର୍ମର ପ୍ରସିଦ୍ଧ ସିଦ୍ଧ ଗୋରଖନାଥ। ସେ ଥିଲେ ମତ୍ସ୍ୟେନ୍ଦ୍ରନାଥଙ୍କ ଶିଷ୍ୟ। କୌଳ ସାଧନା କାହାକୁ କୁହାଯାଏ? କୂଳ ଶକ୍ତି ଓ ଅକୂଳ ଶିବର ମିଳନକୁ କୌଳ ସାଧନ କୁହାଯାଏ। ଏହି ମିଳନରେ ସୃଷ୍ଟି ହୁଏ ସମରସ। କୂଳ ବା ଜାତି କାହାକୁ କୁହାଯାଏ? ଜ୍ଞାତା, ଜ୍ଞେୟ ଓ ଜ୍ଞାନ ସମଜାତୀୟ ଏହି ତ୍ରୟକୁ କୁହାଯାଏ କୂଳ ବା ଜାତି। କୂଳ ଜ୍ଞାନୀ କାହାକୁ କୁହାଯାଏ? ଯେଉଁ ସାଧକମାନେ ଜଗତକୁ ତ୍ରିପୁଟଜ୍ଞାନ କରନ୍ତି ସେମାନେ କୌଳ ଜ୍ଞାନୀ। ଅଦ୍ୱୈତବାଦୀ କିଏ? ବ୍ରହ୍ମକୁ ଜ୍ଞାନ ସ୍ୱରୂପ ଓ ଜଗତକୁ ବ୍ରହ୍ମମୟ ଯେଉଁମାନେ କହନ୍ତି ସେମାନେ ଅଦ୍ୱୈତବାଦୀ। ତେଣୁ ଅଦ୍ୱୈତ ଜ୍ଞାନ ହିଁ କୌଳ ଜ୍ଞାନ। କୌଳ କାହାକୁ କୁହାଯାଏ? କୂଳ ଓ ଅର୍ଥ ବଂଶ। ବଂଶ ପରମ୍ପରାକୁ ମାନି ଯେଉଁମାନେ ସାଧନା ପଦ୍ଧତିକୁ ଅନୁସରଣ କରନ୍ତି ସେମାନଙ୍କୁ କୌଳ କୁହାଯାଏ। ପଞ୍ଚକୂଳ କ'ଣ? ପଞ୍ଚକୂଳ ହେଉଛି ନର୍ତ୍ତକୀ, ରଜକୀ, ଡମ୍ବୀ, ଚଣ୍ଡାଳୀ, ବ୍ରାହ୍ମଣୀ। ମଦ୍ୟ କାହାକୁ କହନ୍ତି? ସହସ୍ର ପଦ୍ମରୁ ଯେଉଁ ଅମୃତ କ୍ଷରିତ ହୁଏ ତାହା ହିଁ ମଦ୍ୟ। ଶରୀରର ମଧ୍ୟ ଇଡ଼ା ପିଙ୍ଗଳା ନାଡ଼ୀକୁ ଯୋଗ ଓ ତନ୍ତ୍ର ମାର୍ଗରେ କ'ଣ କୁହାଯାଏ? ଶରୀର ମଧ୍ୟ ଦେଇ ଇଡ଼ା ପିଙ୍ଗଳା ନାଡ଼ୀକୁ ଯୋଗ ଓ ତନ୍ତ୍ର ମାର୍ଗରେ ଗଙ୍ଗା ଯମୁନା କୁହାଯାଏ। ନାଥ ଧର୍ମର କେଉଁ ମାର୍ଗରେ ପ୍ରଭାତି ଅଛି? ନାଥ ଧର୍ମରେ କୌଳ ମାର୍ଗରେ ପ୍ରଭାବ ରହିଅଛି। ନାଥ ଧର୍ମ କି ଧର୍ମ? ନାଥ ଧର୍ମ ଯୋଗ ଭିତ୍ତିକ ସଂଯମନିଷ୍ଠ ଧର୍ମ। ଏହା କୌଳ ମାର୍ଗକୁ ଗ୍ରହଣ କରିଅଛି। ସପ୍ତ ଆଚାର କ'ଣ? ସପ୍ତ ଆଚାର ହେଉଛି ବେଦାଚାର, ବୈଷ୍ଣବାଚାର, ଶୈବାଚାର, ଦକ୍ଷିଣାଚାର, ବାମାଚାର, ସିଦ୍ଧାନ୍ତଚାର ଓ କୌଳଚାର। ଯେଉଁମାନେ ବାମାଚାରୀ, ପାଶୁପତି, କାଳମୁଖୀ, କାପାଳିକ ଓ କାନଫଟା ଯୋଗୀମାନେ ବାମାଚାରୀ। ଗୋରଖନାଥ ପନ୍ଥୀମାନେ କେଉଁ ଯୋଗର ସାଧକ? ଗୋରଖନାଥ ପନ୍ଥୀମାନେ ଶୈବ ଓ ହଠ ଯୋଗର ସାଧକ। ଆଜିର ଭିଡ଼ିଓରେ ଆମେ କେତେଗୁଡ଼ିଏ 1 ମାର୍କିଆ ସର୍ଟ କୋଶ୍ଚିନ୍ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବା।